ଚିତ୍ତରଞ୍ଜନ ଭୂୟାଁ, ଚିଫ୍ ଇଞ୍ଜିନିୟର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ବେସିନ୍। ବର୍ତ୍ତମାନ ଜଷ୍ଟ ଡେଞ୍ଜର ଲେବୁଲ କ୍ରସ୍ କଲା। ଆମର ଗାଲୁଡି ବ୍ୟାରେଜରୁ ଯୋଉ ପାଣିଟା ଆସେ ସେଇଟା ଆସ୍ତେ ଆସ୍ତେ କମିବା ଆରମ୍ଭ କଲାଣି। କିନ୍ତୁ ଯୋଉ 8200 ଆଗରୁ ଛଡା ହେଇଯାଇଥିଲା କାଲିଠୁ ସେ ପାଣିର ଯୋଗୁ ଏଠି ହେଡ୍ ହଉଛି। ତେଣୁ ଏଇଟା ପିକ୍ ଯିବ ପୁଣି ଖସିବ, କାରଣ ଗାଲୁଡିରୁ ପ୍ରାୟ ପାଣି ବହୁତ କମ କରିଦିଆ ହେଲାଣି, 6000 ପାଖାପାଖି କମ କରିଦିଆ ହେଲାଣି। ମାନେ 6000 ଡିସଚାର୍ଜ ଆସିଲାଣି। 8280ରୁ 6000 ସମଥିଙ୍ଗ ଆସିଲାଣି, ଆହୁରି ବି କମି ଚାଲିଛି। ତେଣୁ କେତେ ଡେଞ୍ଜର ଡେଞ୍ଜର ଉପରେ ବର୍ତ୍ତମାନ କେତେ ପାଣି ଅଛି? 10.36 ରୁ ଉପରୁ 11.40 ପର୍ଯ୍ୟନ୍ତ ଯିବ, ଯାହା ସିଡବ୍ଲ୍ୟୁସି ପ୍ରେଡିକ୍ସନ କରିଛନ୍ତି। ସେଟା ରାତି 11ଟାରେ ପାସ୍ କରିବ ବୋଲି ସିଡବ୍ଲ୍ୟୁସି ର ପ୍ରେଡିକ୍ସନ। ଆଗକୁ ଆଉ ଗାଲୁଡି ଖୋଲିବ କି ଗେଟ୍? ନାଇଁ, ବର୍ତ୍ତମାନ ସୁଦ୍ଧା କିଛି ଜଣେଇ ନାହାନ୍ତି। ସେ କମି ଚାଲିଛି ସେଠି, ପୁରା ବର୍ତ୍ତମାନ ଫଲିଂ ଟ୍ରେଣ୍ଡରେ ଅଛି ପାଣି ଛାଡିବାଟା। କେତେଟା ଗେଟ୍ ସାର୍ ସର୍ଭମୋଟ ଖୋଲା ହେଇଛି? ତାଙ୍କର ଯୋଉ ପ୍ରକାର ସିଷ୍ଟମ ରେ ସେଇଟା ପୁରା ଟୋଟାଲି ବର୍ତ୍ତମାନ ସୁଦ୍ଧା ଗେଟ୍ ବହୁତ ବନ୍ଦ ଅଛି। ଗୋଟା ଦିଟା ପର୍ଯ୍ୟନ୍ତ ଖୋଲା ଅଛି, ସେଗୁଡା ବି ବର୍ତ୍ତମାନ ଯେହେତୁ କମିଗଲାଣି ତେଣୁ ଗେଟ୍ ଆଉ ଖୋଲିବେନି ସେମାନେ। ତାଙ୍କର ସେପଟେ ବର୍ଷା ଆଉ ହେଇନି, ନହେଲେ ସେ କହିଥାନ୍ତେ ଆମେ ଅଧିକା ଖୋଲିବୁ ବୋଲି। ପ୍ରଭାବ ଗତ ଥର ଆପଣ ଜାଣିଛନ୍ତି ଜୁନ 21 ତାରିଖରେ 10.56 ପର୍ଯ୍ୟନ୍ତ ଯାଇଥିଲା, 11.56 ପର୍ଯ୍ୟନ୍ତ ଯାଇଥିଲା। ତାପରେ ସେଇ ସମୟରେ ଯୋଉ ଲୋ ଲାଇନ୍ ଏରିଆରେ ପାଣି ପଶି ଯାଇଥିଲା, ଆଉ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ସବୁ ପାୱାର ବୋର୍ଡ ଆଉ ଅନ୍ୟାନ୍ୟ ଫ୍ରି କିଚେନ ଆଉ ଖାଦ୍ୟ ଯୋଗାଡ଼ କରିଥିଲା। ସେଇ ଅନୁସାରେ ଯେହେତୁ ଏଇଟା ବେଶୀ ସମୟ ରହିବନି, କିନ୍ତୁ ପାଣି ତ ପଶିଯିବ। ନଦୀବନ୍ଧ କୋଉଠି ଦୁର୍ବଳ ଅଛି କି ସାର୍? ନାଇଁ, ଯେତିକ ଦୁର୍ବଳ ଅଛି ସେଠୁ ବାଲି ବସ୍ତା ଆମେ ଦେଇକି ତାକୁ ଇଏ କରିଛୁ। ବିଶେଷ କରି କୋଉ ଜାଗା? ଆମର 3-4ଟା ବ୍ଲକରେ ବସ୍ତା, ବାଲିଆପାଳ ଆଉ ଭୋଗରାଇ, ଇଏଠି ଆମର ଜଳେଶ୍ୱରର ଯୋଉ ଯୋଉ ଜାଗାରେ ୱିକ୍ ପଏଣ୍ଟ ଅଛି ତାକୁ ଆମେ ବାଲି ବସ୍ତା ଦେଇକିରି ଇଏ କରିଛୁ। ତଥାପି କେତେ ଜାଗା ଅନୁମାନ କରାଯାଇଛି ନଦୀବନ୍ଧ ଦୁର୍ବଳ? ନାଇଁ, ପୁରା ଟୋଟାଲ ବର୍ତ୍ତମାନ ନଦୀବନ୍ଧ ଯୋଉ ଦୁର୍ବଳ, ଏଇ ବନ୍ୟା ପରେ ଯାଇକି ତାର ଆକଳନ କରିହବ। ପାଖାପାଖି ଆମେ ସବୁ ଏରିଆକୁ ବର୍ତ୍ତମାନ ଆକଳନ କରିନୁ, ବୁଝିପାରୁଛନ୍ତି? ହଁ, ଅଲର୍ଟ ଅଛୁ ଆମେ, ପୁରା ୱାଚ୍ ଆଣ୍ଡ ୱାର୍ଡ ନାଇଟ୍ ପେଟ୍ରୋଲିଂ ଦ୍ୱାରା ଅଲର୍ଟ ଅଛୁ। ଠିକ।